जब पानी वाली ठियान रे कोड़ कोड़ वाला ना पुड़िए घंटा पानी बर्तन आम आसी गला हेल्ले सुखा के देखा अपेक्षा माछ के अपेक्षा सब अपेक्षा कर पांडा जी जोर जान टे हैं माछ पूरा आज छीन छतरा मारा देखो कमी गलानी पानी पूरा ये कौन माछ आज देखेबी आ मन देख तो मेसिन लगी पटे आगे को पानी सुखला से देखिए केते माछ धरुछन देखेबी आम आम ना कहीदेबू ना फोन कर धरदेबू फोन कर ए कहीं नहीं जोड़ू कास नहीं जोड़ू मटर माछ एति भाई आमर सब हालिया बहुत माछ मारदेलु टाइम आसिक हेलानी केतटा रे दीटा दीटा हो गलानी टाइम देखो माछ ये गोटे डंडा देखो बाप रे गेंजी बैक कैमरा कर देखो जब पानी वाली ठियान रे कोड़ कोड़ वाला ना एका धोंदी एरा से गाधे ना बे कुआड़े गला मु देखुची एटा देखो एटा होता सान भाई एटा एटा ता सान भाईटा चलो चलो नहीं चलो मोटर फोटर ना मन बिना चलो रनु देखे दो ता बड़टा कड़ गला तो बड़ भाईटा हाँ चल आगे देखिए आगे माछ आज आम बाहर लेनी इटा देखो ता बड़ भाईटा देखो निश कैटफिश देखो ता निश को भाया यहाँ हूँ कैटफिश ये मार ये आबे मारी बुआ अभी मारी बुआ देखो ये गोटे ता बड़ भाई किंतु केरांडी सब अधिका ना किए हाणी दे मारी खाली मुझे हाइट कर खाली मार पिला माने मारामुर व्यस्त जोरा मार एपटी रख यही माछा भाग पड़ो यहाँ मरीन रे नहीं नहीं जोरा मार जो एपट दियो मोर से एपट दियो जीव हत्या महापाप कालिया मोटर साउंड शुणी कथा भागी गले कुआड़े पिला माने हमर खाली मारामुर रे व्यस्त खाली सब मारुଛନ୍ତି पिला हमर पिले सब हमर मारामुर रे व्यस्त कुंते हे मारुଛନ୍ତି आ मारी पारते कुंते मारुଛନ୍ତି मारो 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 मरु ना
मारी पाना मरी कि मारू मरु ना এটা কোন মার জোরে বঞ্চিছি তো মার রোজা বঞ্চ মার ডেইবে নলে খাবি বাস বিধার তো মার দোজু ଆଉ ଏତିକି ରାଣ୍ଡି ଥିବ ବୋଲି ମୁଁ ଜାଣିନଥିଲି କେବେ ଆର ପଟାରୁ ବି ଆଣିଥାନ୍ତେ ଆର ପଟୁ ବି ଥିବେ ନା ଆର ପଟ ଖାଲି ଚିପି ଦେଲୁ କିରାଟାକୁ ସେ ହାତରେ ମାରି ଦଉଛି ପୁରା ସେ ହାତରେ ମାରି ଦଉଛି ଏଇଟା ହଉଛି ଆମର କ୍ୟାଟଫିସ୍ ତା ନିଶ ନିଶ ଯୋଗୁ ତା ନାଁ ହଉଛି କ୍ୟାଟଫିସ୍ କ୍ୟାଟ ଭଳିଆ ନିଶ ନା ଆଉ ଏଇଟା ହଉଛି ଆମର କାଠୁଆ ସିଙ୍ଗ ଆଉ ଏଇଟା ହଉଛି ଆମର ଟେଙ୍ଗୁରୁ କେରାଣ୍ଡି ଯୋଉ କୁହାଯାଏ ଟେଙ୍ଗୁରୁ ଟେଙ୍ଗୁରୁ ଘେରାଣ୍ଡି ଆଉ ଏଇଟା ହଉଛି ଆମର ଚିଙ୍ଗୁଡି ଆଉ କଣ ହେଲେ ନୂଆ ଷ୍ଟାଇଲ ମାଛ ଦିଅରେ ଏଇଟା ହଉଛି ଆମର କଣ ଦଣ୍ଡେଇ ଏଇଟା ବି କାଠୁଆ ଚେଙ୍ଗ ପୁହୁଳି ଏଇ ଯୋଉ କଣ ହେଟା ପୁହୁଳା ପୁହୁଳି ପୁହୁଳି ବନ୍ଧ ମାଛ ବିକ୍ରି ହେଲେ ଅଧ କିଲୋମିଟର ନେଇ ଯାଆନ୍ତି ପୁହୁଳା ଘରେ ଆସିବ ପଳେଇଥିଲେ ଘରେ ଆସିବ କିରେ କୋଉଠୁ ଖାଇଟେ କିଏ ଧରି ପକେଇଛି ଗୋଡ ଖାଇଟେ କିଏ ଗୋଟେ ଧରିଲା କହୁଥିଲା ମଝିରେ କହିକିରି ଧରି ଯେତି ଆଉ ଏଇଠି ଗୋଟେ ବୁଡି ଖାଇ ଏଇଟା ଗୋଟେ ବଞ୍ଚିଛି କିନ୍ତୁ କେରାଣ୍ଡା ବଳିଥିଲା ନା ଆର ପଟାର ହେଟା ଧୁଇ ଦେଇକି ପାଣି ବାଲ୍ଟି ଆଣେ ଯେ ହେଇଯିବ ବାଲ୍ଟା ଧୁଇ ଦେଇକି ପାଣି ବାଲ୍ଟି ଆଣେ ସବୁ ଲାଷ୍ଟରେ ଧଇଲେ ନା ହଁ ଏଇ ଛୋଟ ଦିକ ସବୁ ଲାଷ୍ଟରେ ହେଇଯିବେ କେରାଣ୍ଡି ଦିକ 1.5 କିଲୋ ହେଇଯିବ ଆମେ ଆର ପଟରେ ଧରିଥିଲେ ବି କେରାଣ୍ଡି ହେଇଯାନ୍ତା ନାଇଁ ରେ ବି ପୁଣି 2 କିଲୋ ଖଣ୍ଡେ ପଳେଇଲେଣି କି ପଳେଇଲେ ଗୁରେ ଏଇ ମସୁଟା ଇଆଡେ କରି ଏଇଠି ତ ପକା ଆଉ ଭଲ ଭାଗ ପକା କାଳିଆ ପକା କୁଆଡେ କଣ ମାରିଲ କାହିଁ କିଛି କଲନି हेलो हाय नमस्कार କୁହ ତାପରେ ବିସ୍ ଲାଙ୍ଗୁଏଜ ୟୁଜ କରିଦେବେ ଏ ନାଳ ମାଛ କୋଉଠି କିଏ ବି କିଣୁଛି ଏରା ସବୁ ବନ୍ଧ ନା ଆଉ ଦେଶୀ ମାଛ ଆଣୁନାହାନ୍ତି କେବେ ଆଗରୁ ଏବେ ନାହିଁ ଆମେ ସବୁଠୁ ଖାଲି ଯଦି ଗିରିଥାନ୍ତେ ରାତିକି ପଡେ ପାଇଥାନ୍ତେ ନାଇଁ ରେ ଏରା ସବୁ ଭିତରେ ପକା ଏରା ସବୁ ଭିତରେ ଖାଲି ଧୁଇଁକିନି ସାଇଡ କରିବୁ ଆଉ ଏରା କଥା ହେଇକି ଆର ପଟିକି ପଳେଇଲେ ସବୁ ଏଇ ଯୋଉଟାରୁ ଗୋଟେ ଗାତରୁ 10ଟା କି 12ଟା ଯୋଉଟା ଫୁଟୁଥିଲେ ମାଛ କାଇଁ କୁଆଡେ ଗଲେ କି ଆର ପଟିକି ପଳେଇ କୁଆଡେ ଗଲେ କି ଆର ପଟି ଯଦି ପଳେଇଥିବେ ପାଣି ସ୍ୱର ଥିଲେ ତିନିଟା ଖଣ୍ଡେ ଗାତ ହେଇଥିଲା ଏ ଗାତରେ ପଳେଇଥିବେ ତୁ କୋଉଦିନ ନବୁ କିରେ ଏଇ ପଲିଥିନ୍ ଟା ରଖିଦେବେ ନାଭି ଏ ପଛପଟ ପଲିଥିନ୍ ଟା ନାଭିର ମତେ ଗୋଟେ ଭାଗ ଦେଇଦେବୁ ସେ ଗୋଟେ ଭଜା ନେଇଯିବ ରାତିରେ ଗୁରୁଜୀ କହିଲେ କଣ କହୁଛୁ ରେ ନା କଣ କହୁଛୁ ହେରା ତ ଛାଣେ ହେତିକି ଇଏ କରମୁ ଖାଲି ଛାଣିକି ସାଇଡ କରିଦେ ପୁଣି ହେପଟେ କିଆଁ ପକେଇଲୁ ଯେ କେତେ ଧୁଉଛ ତମେ
କିନ୍ତୁ କେରାଣ୍ଡା ଭଲ ସାଇଜ ଥିଲା ନାଇଁ ଆଉ ମାସେ ବେଳକୁ ପୁରା ନା ହେ ପଟା ମାରିଥିଲେ ବି ଆଉ ବାହାରିଥାନ୍ତେ କି ଯାହା ହେଲେ 2 କିଲୋ ଖଣ୍ଡେ ନା ନଟିଟା ଖାଲି ଆଉ କଣ ତଳେ ଅଧା ପକଉଛୁ ବେ ତୁ ଚିଙ୍ଗୁଡି ଫିଙ୍ଗୁଡି ସବୁ ତଳେ ପକେଇ ସାରିଲୁଣି ଦେଖେ ଏପଟେ ଏଇଠି ଏଥିରୁ ମାଛ ବାହାରିତେ କିନ୍ତୁ ଏଥର କାହିଁ ମାଛ ନଥି ନାହାନ୍ତି ଏପଟା ନଟି ପ୍ରବଳ ନଟି ଏପଟା ନଟି କିନ୍ତୁ ମାଛ ହେଇଥିରେ ହିଁ ଥିବେ ନା ନଟି ପ୍ରବଳ ମାଛ ହେଇଥିରେ କିନ୍ତୁ ନଟି ଯୋଉଟେ ହେଇଗଲେ ମାଛ ଆଉ ତାପରେ ଏପଟୁ ଆମେ କାହିଁ କନଫର୍ମ ନଟି ଫଟି ଟେକିଲେ କାହିଁ ମେନ୍ ହେଇ ଯୋଉ ଗାଡଟା ହେଇଟାରେ କଣ ଆସିଥିବେ କି ସେମାନେ ଉଠିକି ତ ହେଇ ଉପରକୁ ପଳେଇ ଦିଅ ହଁ ହୁଁ ଇଏ ତ ଲଗେଇଲା ଖାଲି ଯିବା ମୁଁ ଦେଖିଲି କାମ ନୁହେଁ ବୋଲି ପଳେଇବା ଖାଲି ଉପରକୁ ଧରିକି ପଳେଇ ଆସନ୍ତେ ଉପରକୁ ହବନି ଭିତରେ ପଶି ପାରିବ ଗୁଡା କୋଟେ ଧଇଲେ କି ଧରିଦେଲେ ତ ସିଏ 2 କିଲୋ 3 କିଲୋ ଆଉ 2 କିଲୋ ପଳେଇଲେ ନା ଗଳି ପଇଲା ଆଲଠା କେତେ 2 କିଲୋ ନାଇଁ ନଥିଲେ ବାଲିରେ 15ଟାକୁ ଅଧିକ କିଲୋ କରିଦଉଛୁ 15ଟା ଥିଲା 15ଟା କହୁଛି ମଶାଟାରେ ଯେତିକି ପଡିଦେଲେ 2 କିଲୋ ହେଇଯିବେ ଗପ କହୁଛୁ କଣ ଗପ କହୁଛ ଗପ 1/2 କିଲୋ ବାଲ୍ଟିରେ ପଡିଗଲା ଏଥିରେ ସେ କହିଲାନି ଗପ କଣ ମାରିଛ ବି ବଞ୍ଚିଛି ଗୋଟେ ଏଥିରେ ପରେ କାଳେ ଭାଗ ପକା ତୁ ପକଉନୁ ନା ଏବେ ପକେଇ ଦିଅ ମ